अबकारी विभाग चढ़ाऊ बेले 25 रु ऊर्ध्व देशी मद प्रस्तुत चूला ठाब विपुल परिमाण में पोच नष्ट सह मद जबत। गंजाम जिला आसिका बालीसिरा जंगल में 25 रु ऊर्ध्व देशी मद भाटी चूला ठाब चढ़ाऊ बेले विपुल परिमाण में पोच सह 340 लिटर मद सह 100टी ब्यारेल जबत। सूचना अनुसार आज विशेष सूत्रु खबर अबकारी कमिशनर निर्देश क्रमे आसिका भंजनगर छत्रपुर अबकारी विभाग और मोबाइल टीम्र मिलित चढ़ाऊ बेले आसिका बालीसिरा निकटस्थ जंगल 25 रु ऊर्ध्व देशी मद रंधा चूला ठाब करने सह विपुल परिमाणर पोच 340 लिटर देशी मद 100टी ब्यारेल और मद प्रस्तुत जिनिस जबत करिछि अबकारी विभाग। तेबे अबकारी विभाग पक्षरु बारंबार चढ़ाऊ हेउथिले सुधा सुधुरी नाहांती चोरा मद प्रस्तुतकारी। ଏବେ ଆମର କମିଶନର ସାର୍ଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ଡ୍ରାଇଭ୍ ଗଠନ କରାଯାଇଛି, ଯେଉଁଟାକି 28 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ଚାଲି ରହିବ, ପ୍ରବାସୀ ଭାରତ ଦିବସ ପର୍ଯ୍ୟନ୍ତ। ଆଉ ଏଇପାଇଁ ଆମେ ବାଲେଶ୍ୱରରେ ପରଦିନ ବି ରେଡ୍ କରିଥିଲୁ, ଆଜି ବି ରେଡ୍ କରିଛୁ। ଲଗାତାର ରହିବ ଏଇନା ରେଡ୍ କଣ୍ଟିନ୍ୟୁଅସ୍ ଲାଗି ରହିବ, ଯେଉଁଠିକି ଆମେ ଆଜି ସକ୍ସେସଫୁଲି 4650 ଲିଟର୍ସ ଅଫ୍ ଗୁଡ଼ ପଚ ଆଉ ଆମେ ପାଖାପାଖି 340 ଲିଟର ଦେଶୀ ମଦ ଜବତ କରିଥିଲୁ। ତା ସାଥିରେ ଆମେ 50ଟା ବ୍ୟାରେଲ୍ ଏଇଠି ଅଛି, ଆଉ ବାକି ସବୁ ବ୍ୟାରେଲ୍ ଡିଷ୍ଟ୍ରକ୍ଟ କରାଯାଇଛି। ପାଖାପାଖି 100ଟା ଖଣ୍ଡେ ବ୍ୟାରେଲ୍ ଜବତ କରିଛୁ। 25ଟା ଖଣ୍ଡେ ଚୁଲେଇ ଏଠିକିନା ସେମାନେ କରୁଥିଲେ ବେଆଇନ ଭାବରେ। ଆଉ ଯେହେତୁ ଏଇଟା ଟିକେ ଇନ୍ଆକ୍ସେସିବୁଲ୍ ଜାଗା, ସେମାନେ ଭାବୁଛନ୍ତି କି ଆମେ ପହଞ୍ଚି ପାରିନି, ହେଲେ ଆମେ ଆମ ଟିମ୍ଟାକୁ ସକ୍ସେସଫୁଲି ଷ୍ଟ୍ରାଟେଜି ବନେଇକି ଆମେ ଆସିକି ରେଡ୍ କରିଥିଲୁ। ଏଥିରେ ଆମର ଆସ୍କା ଏକ୍ସାଇଜ୍ ଷ୍ଟେସନ୍ ଆଉ ଆସ୍କାର ରେଞ୍ଜ ସେମାନେ 2 ଜଣ ସାମିଲ ଥିଲେ, ଜଏଣ୍ଟ ରେଡ୍ ଆଉ ଷ୍ଟ୍ରାଇକିଂ ଫୋର୍ସ ଗଞ୍ଜାମ। ନିହାତି ଭାବରେ ଏଇଟା ଆମେ ଯଦି ରେଗୁଲାରଲି ଆଇଡି ସ୍ପଟ୍ସ ଗୁଡ଼ା ଟଚ୍ କରିବା, ତାହେଲେ ନିହାତି ଭାବରେ ୟାଙ୍କର ସାମାନ ସବୁ ଡିଷ୍ଟ୍ରକ୍ଟ ହେଲେ, ୟାଙ୍କର ଲସ୍ ହେଲେ ହିଁ ସେମାନେ ମାନିବେ। ଆଉ ମୁଁ ଚେଷ୍ଟା କହିବାକୁ ଚାହିଁବି କି ଏମାନେ ଯେଉଁମାନେ ଏଇ ବେଆଇନ ମଦ ରାନ୍ଧିବା କାରବାରରେ ଜଡ଼ିତ ଅଛନ୍ତି, ସେମାନେ ଅଲଗା ବ୍ୟବସାୟୀ ଯେଉଁଟାକି ଫଳପ୍ରଦ ହେବ ସେଇଟାକୁ ଫଲୋ କଲେ ବେଟର୍ ହେବ। ନିହାତି ଭାବରେ ଆମର ପୁରା ଜିଲ୍ଲା ସାରା ଏଇନା ଆଲର୍ଟ ହେଇକି ସବୁ କଣ୍ଟିନ୍ୟୁଅସ୍ ସବୁ ଷ୍ଟେସନ ମାନେ ରେଡ୍ସ କରୁଛନ୍ତି। ଏଇନା ସାଙ୍ଗେ ସାଙ୍ଗେ ଆମେ ହିଞ୍ଜିଳିକାଟୁରେ ବି ଡୁପ୍ଲିକେଟ୍ ମଦ ଗୋଟେ ଖବର ପାଇକି ସିଜ୍ କରିକି ଆସିଲୁ। ଆଉ ଏଇଟା ଏବେ ଗୋଟେ ଭଲ ସକ୍ସେସଫୁଲ୍ ରେଡ୍ ହେଲା ବୋଲି ଭାବୁଛୁ।